ମାନେ ସ୍ନାତକୋତ୍ତର ୟୁଜିସି ନେଟ୍ ଓ ଏସ୍ଏସ୍ବି ପରୀକ୍ଷା ନିମନ୍ତେ ଆଜି ଆଉ କେତେକ ସମ୍ଭାବ୍ୟ ପ୍ରଶ୍ନ ଉପରେ ଆଲୋଚନା କରିବେ। ପ୍ରଥମ ପ୍ରଶ୍ନ, ମନ୍ଥରାର ପୂର୍ବଜନ୍ମ ବୃତ୍ତାନ୍ତ କେଉଁ କାଣ୍ଡରେ ରହିଛି? ଅଯୋଧ୍ୟା କାଣ୍ଡ। ଦ୍ୱିତୀୟ ପ୍ରଶ୍ନ, ବ୍ରହ୍ମ ସାଙ୍କୁଳିର ପ୍ରତ୍ୟେକ ଅଧ୍ୟାୟକୁ କ'ଣ କୁହାଯାଏ? କଳ୍ପ କୁହାଯାଏ। ଏଥିରେ 13ଟି କଳ୍ପ ରହିଛି। ତୃତୀୟ ପ୍ରଶ୍ନ, ଶିଶୁ ଅନନ୍ତ ଦାସ ଚୈତନ୍ୟଙ୍କଠାରୁ କେଉଁ ମନ୍ତ୍ର ପ୍ରାପ୍ତ ହୋଇଥିଲେ? ସୂର୍ଯ୍ୟ ଏକାକ୍ଷର ମନ୍ତ୍ର। ଚତୁର୍ଥ ପ୍ରଶ୍ନ, ମହାଭାବ ପ୍ରକାଶ ଗ୍ରନ୍ଥର ସ୍ରଷ୍ଟା କିଏ? କହ୍ନାଇ ଖୁଣ୍ଟିଆ। ପଞ୍ଚମ ପ୍ରଶ୍ନ, ରସିକ ବନ୍ଧୁ ଭାବରେ କେଉଁ କବି ପରିଚିତ? ନରସିଂହ ସେଣ। ଷଷ୍ଠ ପ୍ରଶ୍ନ, ରହସ୍ୟ ମଞ୍ଜରୀରେ କାହାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଯାଇଛି? ରାଧାଙ୍କର। ରହସ୍ୟ ମଞ୍ଜରୀ ଦେବଦୁର୍ଲ୍ଲଭ ଦାସ ରଚନା କରିଛନ୍ତି। ଏଥିରେ 24ଟି ଛାନ୍ଦ ରହିଛି। ସପ୍ତମ ପ୍ରଶ୍ନ, ଧ୍ୱନିବାଦର ପ୍ରବର୍ତ୍ତକ କିଏ? ଆନନ୍ଦ ବର୍ଦ୍ଧନ। ତାଙ୍କର ଗ୍ରନ୍ଥର ନାମ ହେଉଛି ଧ୍ୱନ୍ୟାଲୋକ। ଧନ୍ୟବାଦ।